ସକାଳୁ ସକାଳୁ ଉଠିକି ମୁଁ ମୋର ନିତ୍ୟ କାମ ସାରିକି ଲାଗି ଯାଇଥିଲି ସକାଳର ଜଳଖିଆ ବନେଇବା ପାଇଁ। ଜଳଖିଆରେ ରୁଟି ବନାଉଥିଲି। ଆଉ ପୁଅ କହିଲା କି ନା ମୋର ପରଟା ଖାଇବି। ଆଉ ତା ପାଇଁ ପରଟା ବନେଇଲା ବେଳେ ସ୍ୱାମୀ କହିଲେ କି ଚିନି ପରଟା ବନେଇବା ପାଇଁ। ଆଉ ଦେଖନ୍ତୁ ସେ ନିଜେ ଆସିକି ଏଠି କେମିତି ଚିନି ଦେଇକି ପରଟା କରିବାରେ ଲାଗିଛନ୍ତି। ଭିଡ଼ିଓରେ ଦେଖିପାରୁଥିବେ କେମିତି ପରଟା ହେଉଛି। ଆଉ ପରଟା କରିଦେଇଥିଲି। ଆଉ ସକାଳୁ ସକାଳୁ ସମସ୍ତେ ମିଶିକି ପରଟା ଖାଇ ଦେଇଥିଲୁ। ତାପରେ ମୁଁ ଟିକେ ଚାହା କରିଥିଲି, ନାଲି ଚାହା ଅଦା ପକେଇକିନା। ଯେହେତୁ ସକାଳୁ ସକାଳୁ ବହୁତ ଜୋରସେ ଥଣ୍ଡା ଲାଗୁଛି, ଶୀତ ଲାଗୁଛି, ସେଥିପାଇଁ ଗରମ ଗରମ ଜଳଖିଆ ସହିତ ଚାହା ଟିକେ ବି ପିଇଦେଲେ ଭଲ ଲାଗିବ। ଆଉ ସେଥିପାଇଁ ମୁଁ ଆଜି ନାଲି ଚାହା ବନେଇଥିଲି। ତାପରେ ସକାଳ ଜଳଖିଆ ଖାଇସାରିଲା ପରେ ବାଡ଼ିରୁ କିଛି କଲରା ପତ୍ର ଆଣିକି ମୋତେ ଦେଲେ। କହିଲେ କଲରା ପତ୍ର ଆଳୁ ଦେଇକିନା ଭାଜିକି ମୋତେ ଦିଅ, ମୁଁ ଖାଇବି। ତାପରେ ମୁଁ କଲରା ପତ୍ର ଧୋଇକି କଖାରୁ ଫୁଲ ବା ବୋଇତାଳୁ ରଖିଲା ବେଳେ ନେଇ ଆସିକି କହିଲେ କ'ଣ ନା ଏଇଟା ବି ତା ଦେହରେ ପକେଇ ଦିଅ। ଆଉ ସବୁ ପକେଇକି ମୁଁ ଏଠି ଭାଜି ଦେଇଥିଲି ଆଳୁ ପକେଇକି। ତାପରେ ଭାଜି ଦେଇକି ତାକୁ ବାଢ଼ି ଦେଇଥିଲି ପଖାଳ ଭାତକୁ। କଲରା ପତ୍ର ଆଉ ଆଳୁ ଭଜା ଆସି ଖାଇଥିଲେ। ଖାଇକି ତାଙ୍କର ପଳେଇଗଲେ ବଜାର। କଲରା ତ ହଉନାହିଁ, କଲରା ପତ୍ରକୁ ଖାଇଦେବା। ମୁଁ ଅଲଗା ଖାଲି ଆଳୁ ଭଜା ରଖିଦେଇଥିଲି।